2026 को नहीं बाबा भेगांक भविष्यवाणी भयभीत हेलाणी सारा विश्व आसूची 2026 ଏହି ବର୍ଷ ସହିତ ଜଡ଼ିତ ଭବିଷ୍ୟବାଣୀ ବିଷୟରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ବିଶ୍ୱର ଅନେକ ଭବିଷ୍ୟବକ୍ତା 2026କୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ସବୁଠାରୁ ଖାସ୍ ହେଉଛନ୍ତି ବୁଲଗେରିଆନ୍ ମହିଳା ବାବା ଭେଗା। ବାବା ଭେଗା ଜଣେ ଅନ୍ଧ ମହିଳା ଥିଲେ। ତାଙ୍କର ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ପାଇଁ ସେ ବେଶ୍ ଜଣାଶୁଣା। ତାଙ୍କର ମୃତ୍ୟୁ 1996ରେ ହୋଇଥିଲା, କିନ୍ତୁ ଲୋକମାନେ ଏବେ ବି ତାଙ୍କ ଭବିଷ୍ୟବାଣୀ ଉପରେ ବିଶ୍ୱାସ କରନ୍ତି। ଆଜି ଆମେ ଆପଣଙ୍କୁ 2026 ବର୍ଷ ପାଇଁ ବାବା ଭେଗାଙ୍କ କିଛି ଭବିଷ୍ୟବାଣୀ ବିଷୟରେ କହିବାକୁ ଯାଉଛୁ। 2026 ବର୍ଷ ପାଇଁ ବାବା ଭେଗା ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ଆପଣଙ୍କୁ ଚମକାଇ ଦେବ। ଲୋକଙ୍କ ମନରେ ଏବେଠୁ ଭୟ ଏବଂ ଚିନ୍ତା ଦେଖାଗଲାଣି। ବାବା ଭେଗାଙ୍କ ଭବିଷ୍ୟବାଣୀ ଅନୁସାରେ 2026ରେ ବିଶ୍ୱର ପୂର୍ବ ଭାଗରେ ଏକ ବଡ଼ ଓ ବିନାଶକାରୀ ଯୁଦ୍ଧ ହୋଇପାରେ, ଯାହା ଧୀରେ ଧୀରେ ସାରା ବିଶ୍ୱରେ ବ୍ୟାପିବ। ଏହି ଯୁଦ୍ଧ ବିଶ୍ୱର ପଶ୍ଚିମ ଭାଗକୁ ସର୍ବାଧିକ କ୍ଷତି ପହଞ୍ଚାଇବ ବୋଲି କହିଛନ୍ତି ବାବା ଭେଗା। ଏହି ଯୁଦ୍ଧ ବିଶ୍ୱ ପାଇଁ ବିନାଶକାରୀ ହେବ ଏବଂ ଜୀବନହାନିର କାରଣ ସାଜିବ। ଭବିଷ୍ୟବାଣୀରେ ଏହା ମଧ୍ୟ ଦାବି କରାଯାଇଛି ଯେ ରୁଷର ଜଣେ ପ୍ରସିଦ୍ଧ ଏବଂ ଶକ୍ତିଶାଳୀ ନେତା ସମଗ୍ର ବିଶ୍ୱ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। ଯୁଦ୍ଧ ହେଉ କିମ୍ବା ରାଜନୈତିକ ଅସ୍ଥିରତା ଆଗାମୀ ବର୍ଷ ବଡ଼ ବିପଦ ଆଣିବ। ବାବା ଭେଗାଙ୍କ ଅନ୍ୟ ଏକ ଭବିଷ୍ୟବାଣୀ ଅନୁସାରେ ଲୋକମାନେ 2026 ମସିହାରେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରନ୍ତି। ପ୍ରାକୃତିକ ବିପର୍ଯ୍ୟୟର ବର୍ଷ ହେବ 2026। 2026 ମସିହାରେ ବଡ଼ ବଡ଼ ଭୂମିକମ୍ପ, ଜ୍ୱାଳାମୁଖୀ ଉଦ୍ଗୀରଣ ଏବଂ ଅତ୍ୟଧିକ ବର୍ଷା ହେବ, ଯାହା ପରିବେଶକୁ ବହୁତ କ୍ଷତି ପହଞ୍ଚାଇବ। ବାବା ଭେଗା ଏହା ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ ଏଆଇ ଏତେ ଶକ୍ତିଶାଳୀ ହୋଇଯିବ ଯେ ମଣିଷ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯିବ। ଏଆଇ ନିଜେ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିବ, ଯାହା ସିଧାସଳଖ ଆମ ଜୀବନକୁ ପ୍ରଭାବିତ କରିବ। ଏହି ଭବିଷ୍ୟବାଣୀ ଅନେକାଂଶରେ ସତ ପ୍ରମାଣିତ ହେବାରେ ଲାଗିଲାଣି, କାହିଁକି ନା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏଆଇ ପାଇଁ କାହାର ଚାକିରି ଯାଉଛି ତ କାହାର ବ୍ୟକ୍ତିଗତ ସୂଚନା ଲିକ୍ ହୋଇଥିବା ଖବର ଆମେ ପ୍ରତିଦିନ ଶୁଣୁଛୁ। ଏଭଳି ପରିସ୍ଥିତିରେ ବାବା ଭେଗାଙ୍କ ଭବିଷ୍ୟବାଣୀକୁ ନେଇ ଚିନ୍ତାରେ ବିଶ୍ୱବାସୀ। ବାବା ଭେଗାଙ୍କ ସବୁଠାରୁ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହେଉଛି ମଣିଷ 2026ରେ ପ୍ରଥମ ଥର ପାଇଁ ସିଧାସଳଖ ଏଲିଏନ୍ ସହିତ ସାକ୍ଷାତ କରିବ। ଯଦି ଏପରି ହୁଏ ତେବେ ମାନବ ସମାଜ ପାଇଁ ଏହା ଏକ ଐତିହାସିକ ମୋଡ଼ ହେବ। ଭବିଷ୍ୟବାଣୀ ଅନୁସାରେ 2026ରେ ଏକ ବିଶାଳ ମହାକାଶଯାନ ପୃଥିବୀକୁ ଆସିବ। ଯଦିଓ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ, ତଥାପି ଏହି ଭବିଷ୍ୟବାଣୀ ଲୋକମାନଙ୍କୁ ଆକର୍ଷିତ କରିଚାଲିଛି। ଏହାକୁ ନେଇ ଚର୍ଚ୍ଚା ଆଲୋଚନା ହେଉଛି। ତେବେ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ଯାହା ବି ହେଉନା କାହିଁକି, ଏଥିରେ ପ୍ରାକୃତିକ ବିପର୍ଯ୍ୟୟର କଥା ହେଉ କି ଏଆଇ ସମ୍ପର୍କିତ କଥା, ତାହା ସତ ହେବାର ଅନେକ ବିଶ୍ୱାସ ରହିଛି। ତେଣୁ ଆଗୁଆ ସତର୍କ ରହିବା ଜରୁରୀ।